ଯେତେବେଳେ ଇଂରେଜମାନେ ଏହି ମହିଳା ଜଣକୁ ପଚାରିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କୋଉଠି ଅଛନ୍ତି, ସେତେବେଳେ ଏହି ମହିଳା ଜଣକ କହିଲେ ସେ ମୋ ଛାତିରେ ଅଛନ୍ତି। ଏହା ଶୁଣିବା ପରେ ଇଂରେଜମାନେ ରାଗି ଯାଇ ତାଙ୍କ ସହ ଯାହା ବି କଲେ ଭିଡ଼ିଓ ଶେଷ ଯାଏଁ ଦେଖିଲେ ଜାଣିପାରିବେ। ଏଙ୍କ ନାଁ ନୀରା ଆରେୟା, ଯିଏ ଆଜାଦିନ ଫୌଜର ଜଣେ ମହାନ ସଦସ୍ୟ ଥିଲେ, ଯିଏ ନେତାଜୀଙ୍କୁ ବଞ୍ଚାଇବା ପାଇଁ ନିଜ ସ୍ୱାମୀଙ୍କୁ ମାରି ଦେଇଥିଲେ। ତାଙ୍କ ସ୍ୱାମୀ ବ୍ରିଟିଶ ସେନାରେ ଥିଲେ ଓ ନେତାଜୀଙ୍କ ଗୁପ୍ତ ଯୋଜନାକୁ ଖୋଲିବାକୁ ଚାହୁଁଥିଲେ। ଇଂରେଜମାନେ ତାଙ୍କୁ ଅର୍ଡର ଦେଇଥିଲେ ନେତାଜୀଙ୍କୁ ମାରିବା ପାଇଁ। ଏହିସବୁ କଥା ଜାଣିବା ପରେ ନୀରା ଆରେୟା ନିଷ୍ପତ୍ତି କଲେ ଦେଶ ପ୍ରଥମେ ପ୍ରେମ ପରେ। ସେଥିପାଇଁ ନେତାଜୀଙ୍କୁ ବଞ୍ଚାଇବା ପାଇଁ ତାଙ୍କ ସ୍ୱାମୀଙ୍କୁ ମାରିଦେଲେ। ଇଂରେଜମାନେ ଏହି କଥା ଜାଣିବା ପରେ ନୀରାଙ୍କୁ କଳାପାଣି ସଜା ହେଲା। ସେତେବେଳେ ଇଂରେଜମାନେ ଶେଷ ଥର ପାଇଁ ପଚାରିଲେ ନେତାଜୀ କୋଉଠି ଅଛନ୍ତି। ନୀରା ଆରେୟା ହସି ଦେଇ କହିଲେ ସେ ମୋ ଛାତିରେ ଅଛନ୍ତି। ଏହା ଶୁଣିବା ପରେ ଇଂରେଜମାନେ ରାଗିଗଲେ। ଆଉ ଜଣେ କମାରକୁ ଡାକି ଆଣି ତାଙ୍କ ବ୍ରେଷ୍ଟକୁ କାଟିଦେଲେ। ଏତେ ସବୁ କଷ୍ଟ ସହିଲା ପରେ ବି ନୀରା ଆରେୟା କେବେ ବି ନେତାଜୀଙ୍କ ବିଷୟରେ କହିଲେ ନାହିଁ।